ରାୟଗଡ଼ା ଜିଲ୍ଲାର ବିଷମକଟକ ବ୍ଲକରେ ନିର୍ମାଣ ହେଉଥିବା ନୂତନ ବସ୍ଷ୍ଟାଣ୍ଡ ପ୍ରାୟ ସମ୍ପୂର୍ଣ୍ଣ ହେବାକୁ ଯାଉଛି। ଏହା ଅଞ୍ଚଳର ଯାତାୟାତ ବ୍ୟବସ୍ଥାକୁ ଅଧିକ ସୁବିଧାଜନକ କରିବ ବୋଲି ସାଧାରଣ ଲୋକଙ୍କ ଆଶା ରହିଛି। କିନ୍ତୁ ଦୁଃଖର ବିଷୟ, ବସ୍ଷ୍ଟାଣ୍ଡ ସହ ସଂଯୋଗ ହେବାକୁ ଥିବା ବାଇପାସ୍ ରାସ୍ତା ନିର୍ମାଣ କାମ ଏପର୍ଯ୍ୟନ୍ତ ଆରମ୍ଭ ହୋଇପାରି ନାହିଁ। ସୂଚନା ଅନୁସାରେ ରାସ୍ତା ନିର୍ମାଣକୁ ନେଇ ଜମି ବିବାଦ ସୃଷ୍ଟି ହୋଇଥିବାରୁ କାମ ଅଟକି ରହିଛି। ବାଇପାସ୍ ରାସ୍ତା ନିର୍ମାଣ ପ୍ରକ୍ରିୟା ଦୀର୍ଘ ଦିନ ଧରି ବାଧାପ୍ରାପ୍ତ ହେଉଛି। ଏପରି ପରିସ୍ଥିତିରେ ବିଷମକଟକ ଅଞ୍ଚଳର ସମାଜସେବୀ, ବୁଦ୍ଧିଜୀବୀ ଓ ସ୍ଥାନୀୟ ନେତାମାନେ ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଗକୁ ଆସିବାକୁ ଦାବି କରୁଛନ୍ତି। ସେହିପରି ବିଷମକଟକର ମାନ୍ୟବର ବିଧାୟକଙ୍କ ହସ୍ତକ୍ଷେପ ଦ୍ୱାରା ଜମି ବିବାଦର ସମାଧାନ କରି ଶୀଘ୍ର ବାଇପାସ୍ ରାସ୍ତା ନିର୍ମାଣ କାମ ଆରମ୍ଭ କରାଯାଉ ବୋଲି ସାଧାରଣରେ ଦାବି ଜୋର ଧରିଛି। ଯଦି ଏହି ସମସ୍ୟାର ଶୀଘ୍ର ସମାଧାନ ନ ହୁଏ, ତେବେ ନୂତନ ବସ୍ଷ୍ଟାଣ୍ଡର ପୂର୍ଣ୍ଣ ସୁବିଧା ଲୋକମାନେ ପାଇବାରେ ବଞ୍ଚିତ ହେବେ ବୋଲି ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି। ରାୟଗଡ଼ା ଜିଲ୍ଲାରୁ ଜବାବ ପାଲକାଙ୍କ ରିପୋର୍ଟ, ବିପ୍ଳବ ପରିକ୍ରମା। ରୋड ପାଖରେ ଏବେ ଯେଉଁ ନୂଆ ବସ୍ଷ୍ଟାଣ୍ଡ ଗୋଟେ ହେଲା, ତାକୁ କେଉଁ ରାସ୍ତାକୁ ଆଧାର କରିକି ସେଇଟା ବସ୍ଷ୍ଟାଣ୍ଡ କରାହେଲା? ଇଏ ଯେଉଁ ବାଇପାସ୍ ରୋଡ଼ ଅଛି, ଏ ବାଇପାସ୍ ରୋଡ଼କୁ ଦେଖେଇକରି ତାକୁ ସେ ନୂଆ ବସ୍ଷ୍ଟାଣ୍ଡଟା କରାହେଲା। ଯଦି ବା ନୂଆ ବସ୍ଷ୍ଟାଣ୍ଡଟା କରାହେଲା, ବିଷମକଟକର ଏଡ଼େ ଏଡ଼େ ରାଜନେତା ଯାକ ଅଛନ୍ତି, ପଦପଦବୀରେ ଅଛନ୍ତି, କିଏ ମନ୍ତ୍ରୀ, କିଏ MLA, କିଏ ସରପଞ୍ଚ, ଚେୟାରମ୍ୟାନ୍ ସମସ୍ତେ ଅଛନ୍ତି। ଏସବୁ ଯାକ ବସିକି ସେମାନଙ୍କ ସହିତ କଥାବାର୍ତ୍ତା କରିକି ଗୋଟେ ଷ୍ଟେପ୍ ନେଇଥିଲେ ଭଲ ହେଇଥାନ୍ତା। ସେଇଟା ଆଜି ପର୍ଯ୍ୟନ୍ତ ରୋଡ଼ଟା 2012-13 ବେଳକୁ ଯେତେବେଳେ ଭୁବନୀ ପାତ୍ର ଆଉ ପ୍ଲଟିଂ କରିବାକୁ ଗଲା, ବାଇପାସ୍ ରୋଡ଼ କଥାଟା ମୁଁ ଜାଣିଛି। ଯେତେବେଳେ ସେଇଟା ଭୁବନୀ ପାତ୍ର ତାଙ୍କର ନିଜର ଜମି ପ୍ଲଟିଂ କରିବାକୁ ଗଲେ, ସେତେବେଳେ ବାଇପାସ୍ ପାଇଁ ବୋଲିକି 14 ସେଣ୍ଟ ଜାଗା ଦେଇଥିଲେ। ସେ ପ୍ଲଟିଂ ଭିତରେ 14 ସେଣ୍ଟ ଜାଗା ଅଛି। ହେଲେ 14 ସେଣ୍ଟ ଜାଗା ସେ ଭିତରେ ଯେତେବେଳେ ଦେବାକୁ ଗଲେ, ତା ଭିତରେ ମଡ଼ ମଦ ଏସବୁ ଯାକ ଗଲା। ସଂକୀର୍ଣ୍ଣ ରାସ୍ତାଟା ସଂକୀର୍ଣ୍ଣ ଥିଲା। ତାପରେ ମତ ପରିବର୍ତ୍ତନ କଲେ, ଯଦି ବାଇପାସ୍ ରୋଡ଼ ଆମର ମାଠ ମନ୍ଦିର ସିଂହଦ୍ୱାର ପାଖକୁ ଯଦି ସଳିଥିବା, ତାହେଲେ ପ୍ଲଟିଂରେ ଆମକୁ ଭଲ ପଇସା ଆସିବ ଆଉ ଲୋକ ମିଶାରୁ ଉପକୃତ ହେବେ। ସେ ପ୍ଲାନ୍ରେ ସେଇଟା କରିବାକୁ ଗଲେ, କରିବାକୁ ଯିବା ଭିତରେ ଇଆଡ଼େ ଭୁବନୀ ପାତ୍ର ଖରାପ ହେଇଗଲା। ଖରାପ ହେଇଯିବା ପରେ ତା'ର ଦାୟିତ୍ୱ ତାଙ୍କର ଭାଇମାନେ, ପୁତ୍ରାମାନେ କିଏ ମାନେ ନେଲେ। ସେଠୁ ଯେଉଁଟା ରହିଗଲା। ହେଲେ ସେ ମୁହଁକୁ ଯେଉଁ ଟିକେ ଜାଗା ରହିଲା, ସେ ଜାଗାଟା ଯଦି ନ ଦେଉଛି ବୋଲି ସେ ପ୍ଲଟିଂ ହିସାବରେ କଲା। ହେଲେ ସେ ଯେଉଁ 14 ସେଣ୍ଟ ଜାଗା ଯେଉଁଟା ତହସିଲରେ ପ୍ଲଟିଂ କଲାବେଳକୁ ଯେଉଁଟା ଦିଆହେଇଥିଲା, ସେ ପ୍ଲଟିଂ ଜାଗାଟା 14 ସେଣ୍ଟ ବାହାର କର। ସେ ମାଠ ମନ୍ଦିର ଯେଉଁ ରାସ୍ତା ଅଛି, ସେ ରାସ୍ତା ମଝିରୁ ଯଦି 14 ସେଣ୍ଟ ବାହାର କରିବ ବୋଲି ଆଙ୍କେ ସେତେବେଳେ ଏଇଟା ଛାଡ଼ିବାକୁ ବାଧ୍ୟ ହେବେ। ସେ 14 ସେଣ୍ଟ ଜାଗାଟା ଚଉଡ଼ା ହେବ। ସେଇଟା ବାଇପାସ୍ ରୋଡ଼ ହେଲେ ସିଧା ସେ ଆମ୍ବ କୁଟା ପାଖକୁ ବାହାରିବ, ଯେଉଁ ଗ୍ୟାରେଜ୍ ଅଛି ସେ ପାଖକୁ ବାହାରିବ। ସେଟା ଯଦି ଗ୍ୟାରେଜ୍ ପାଖକୁ ଯଦି ବାହାରିବ ନା, ସେଇଟା ଛାଡ଼ିବେ ନା ଏଇଟା ଛାଡ଼ିବେ। ସେଇଟା ପ୍ଲଟିଂ ହେଇକରି ତାହିଁରେ 14 ସେଣ୍ଟ ଇଏ ଜାଗା ଦେଖେଇକରି ତହସିଲରେ ରେଜିଷ୍ଟର କରାହେଇଛି। ମୁଁ ଭଲ ଭାବରେ ସେଇଟା ଜାଣିଛି। ତହସିଲରେ ତୁମେ ସେଇଟା ବାହାର କର, RTIରେ ମାଗିଲା ଉତାରୁ ସେ 14 ସେଣ୍ଟ ଜାଗାଟା କେଉଁଟା ଜଣାପଡ଼ିବ। ସେ 14 ସେଣ୍ଟ ଜାଗା ଦେଖାଇବା ପରେ ତାଙ୍କର ଭାଇମାନଙ୍କୁ ଡାକି କଥାବାର୍ତ୍ତା କରିକି ଯଦି ସେ ରାସ୍ତା ଖୋଲିବା ପାଇଁ ଯଦି ଯିବ ବୋଲି ସମାଧାନ। ଆଉ ସେ ମଝିରେ କାହିଁକି ଆମେ ସେ ରାସ୍ତା ଦେବା? 14 ସେଣ୍ଟ ଜାଗା, ଇଏ 14 ସେଣ୍ଟ ଜାଗା ଦେଲେ ଏଇଠି ମାର୍କେଟିଂ ହେବ, ଦୋକାନ ବଜାର ସବୁ ଯାକ ହେବ, ଆଉ ଆମର ପ୍ଲଟିଂ ଉପରେ ମିଶାର ଆମକୁ 2 ପଇସା ଅଧିକ ମିଳିବ। ଇଏ ଗୋଟେ କଥାଟା ଚିନ୍ତା ଆସିବ।